ମୁଖିଗୁଡ଼ାରେ ନକ୍ଆଉଟ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଯୁବପିଢ଼ି ମଧ୍ୟରେ କ୍ରୀଡ଼ା ମନୋଭାବ ବଢ଼ାଇବାକୁ ପ୍ରଶଂସନୀୟ ପ୍ରୟାସ। ଏହି କ୍ରୀଡ଼ା ଆୟୋଜନକୁ ନେଇ ଅଞ୍ଚଳର ଖେଳାଳି ଓ କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଥିଲା। ଟୁର୍ଣ୍ଣାମେଣ୍ଟରେ ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କ ସହ ଆୟୋଜକ କମିଟିର ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ସହିତ ସେମାନଙ୍କ ମଧ୍ୟରେ ଶୃଙ୍ଖଳା, ଏକତା ଓ ଭାଇଚାରାର ଭାବନା ବଢ଼ାଇବାରେ ଏଭଳି କ୍ରୀଡ଼ା ଆୟୋଜନର ଗୁରୁତ୍ୱ ରହିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳ ଜୟପାଟଣା ବ୍ଲକ ସଭାପତି ଶ୍ରୀ ଅମ୍ବୁଜ କୁମାର ଧାଙ୍ଗଡ଼ା ମାଝୀ, ବିଜୁ ଛାତ୍ର ଜନତା ଦଳ ମୁଖିଗୁଡ଼ା ସଭାପତି ଶ୍ରୀ ନଟବର ହରିଜନ ଏବଂ ଛାତ୍ର ସମ୍ପାଦକ ଶ୍ରୀ ଆୟୁଷ୍ମାନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କର ମନୋବଳ ବଢ଼ାଇଥିଲେ। ନକ୍ଆଉଟ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଯୁବପିଢ଼ିଙ୍କୁ ମୋବାଇଲ ଓ ଅନ୍ୟାନ୍ୟ ଅଭ୍ୟାସରୁ ଦୂରେଇ କ୍ରୀଡ଼ା ଓ ଶାରୀରିକ କାର୍ଯ୍ୟକଳାପ ପ୍ରତି ଆଗ୍ରହୀ କରିବା ସହ ଅଞ୍ଚଳରେ ଏକ ସୁସ୍ଥ କ୍ରୀଡ଼ା ପରିବେଶ ସୃଷ୍ଟି କରିବାକୁ ଏଭଳି ପ୍ରୟାସ ଜାରି ରହିବ ବୋଲି ଆୟୋଜକମାନେ କହିଥିଲେ। ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଦଳର ଖେଳାଳିମାନେ ଉତ୍ସାହ ଓ କ୍ରୀଡ଼ା ମନୋଭାବ ସହ ଭାଗ ନେଇଥିବା ବେଳେ ମ୍ୟାଚ୍ଗୁଡ଼ିକ ଦେଖିବା ପାଇଁ ବହୁ ସଂଖ୍ୟାରେ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହିଥିଲେ। ଫଳରେ ମୁଖିଗୁଡ଼ା ଅଞ୍ଚଳରେ ଏକ କ୍ରୀଡ଼ାମୟ ପରିବେଶ ସୃଷ୍ଟି ହୋଇଥିଲା। ଯୁବ ଶକ୍ତି ଆଗେଇବ, କ୍ରୀଡ଼ା ଆଗେଇବ, ଅଞ୍ଚଳ ଆଗେଇବ ଏହି ବାର୍ତ୍ତା ସହ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ମହଲରେ ବେଶ୍ ପ୍ରଶଂସା କରାଯାଇଛି।